ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ କଂଗ୍ରେସ ବାଲେଶ୍ୱରର ଦୁଇ ପ୍ରମୁଖ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଘୋଷଣା କରିଛି। ଜଳେଶ୍ୱରରୁ ଦଳଡିଆଁ ପ୍ରାର୍ଥୀ ଦେବୀ ଚାନ୍ଦ, ସଦରରୁ ମୋନାଲିସା ଲେଙ୍କା। ଓଡ଼ିଶାରେ ଏକ ଲୋକକଥା ଅଛି, କୂଳ ବୁଡ଼ିଲା ବେଳକୁ ଘୋଡ଼ା ମୁହାଁ ପୁଅର ଜନ୍ମ। ଏ କଥାଟି ଦୁଇ ପ୍ରାର୍ଥୀ କଂଗ୍ରେସ ପାଖରେ ଠିକ୍ ଭାବରେ ପ୍ରତିପାଦିତ ହେଉଥିବାର ଦେଖିବାକୁ ମିଳେ। ପ୍ରଥମେ ଜଳେଶ୍ୱରର କଥା କହିବା। ପୂର୍ବରୁ ଦେବୀ ଚାନ୍ଦ କଂଗ୍ରେସ ଟିକଟରୁ ଥରେ ଏମ୍ଏଲ୍ଏ ହୋଇଥିଲେ। ପରବର୍ତ୍ତୀ ସମୟରେ ଦଳକୁ ଟା ବା କରି ଦଳ ପରିତ୍ୟାଗ କରି ଅନ୍ୟ ଦଳରେ ସାମିଲ ହୋଇଥିଲେ। ସେହି ସମୟରେ ଜଳେଶ୍ୱର କଂଗ୍ରେସକୁ ସମାଜସେବୀ ସୁଦର୍ଶନ ଦାସ ସଜାଡ଼ିବା ଆରମ୍ଭ କରିଆସୁଥିଲେ ଏବଂ ତାଙ୍କର ସ୍ଥିତି ମଧ୍ୟ ଜାହିର କରିସାରିଛନ୍ତି। ଏହି ସୁଯୋଗରେ ଦେବୀ ଚାନ୍ଦ ପୁନଃ କଂଗ୍ରେସରେ ପ୍ରବେଶ କରିଲେ ଆଉ ଟିକେଟ୍ ହାତେଇବାରେ ସଫଳ ମଧ୍ୟ ହେଲେ। କିନ୍ତୁ ତାଙ୍କର ସଂଗଠନ ଦେଖିବାକୁ ଗଲେ କିଛି ନାହିଁ। ସଦର ନିର୍ବାଚନ ମଣ୍ଡଳୀ କଥା କହିବା, ଯାହାକୁ ଟିକେଟ୍ ଦିଆଯାଇଛି ତାଙ୍କୁ କଂଗ୍ରେସ କର୍ମକର୍ତ୍ତା କେବେ ହେଲେ କେଉଁଠି ଦେଖିବାର କୌଣସି ସଭା ସମିତିର ନଜିର ଏପର୍ଯ୍ୟନ୍ତ ନାହିଁ। ସେ କୌଣସି କଂଗ୍ରେସ କାର୍ଯ୍ୟକ୍ରମ କିମ୍ବା ମହିଳା କଂଗ୍ରେସ କାର୍ଯ୍ୟକ୍ରମରେ କେବେ ହେଲେ ଯୋଗ ଦେଇନାହାନ୍ତି କି ତାଙ୍କୁ କେହି ଦେଖିନାହାନ୍ତି। ହଁ, ତାଙ୍କ ଶ୍ୱଶୁର କଂଗ୍ରେସର କର୍ମୀ ଥିଲେ। ପୂର୍ବରୁ କଂଗ୍ରେସ ବିଧାୟକ ସ୍ୱର୍ଗତ ଗୋପବାବୁଙ୍କୁ ହରାଇବାର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। କାଉନସିଲର ନିର୍ବାଚନରେ କଂଗ୍ରେସ ଟିକଟରୁ ନ ଲଢ଼ି ବିଜେଡ଼ି ସହିତ ମିଶି ସ୍ୱାଧୀନ ଲଢ଼ିଥିଲେ ଏବଂ ଜିତିଥିଲେ। ଏଥର ତାଙ୍କର ବହୁ କଂଗ୍ରେସର ପ୍ରାର୍ଥୀ। ଗତ ବାଇ ଇଲେକ୍ସନରେ ଏହିଭଳି ଭୁଲ ପାଇଁ କଂଗ୍ରେସ ବେଇଜ୍ଜତ ହୋଇଥିଲା, ହେଲେ ସେଥିରୁ କିଛି ବି ଶିକ୍ଷା କଲା ନାହିଁ। ଏଥର ମଧ୍ୟ ତାହା ହିଁ ହେବ। ଯଦି ମହିଳା ପ୍ରାର୍ଥୀ ଦେବାର ଥିଲା, ମହିଳା କଂଗ୍ରେସର ସଭାପତି ଜଣେ ଉଚ୍ଚଶିକ୍ଷିତା ନାରୀ ଅଛନ୍ତି, ତାଙ୍କୁ ଦିଆଯାଇପାରିଥାନ୍ତା। ତାଙ୍କୁ ବାଲେଶ୍ୱର ସହରର, ବାଲେଶ୍ୱର ନିର୍ବାଚନ ମଣ୍ଡଳୀର, ସମ୍ପୂର୍ଣ୍ଣ ବାଲେଶ୍ୱର ଜିଲ୍ଲାର ତାଙ୍କୁ ସମସ୍ତେ ଜାଣିଛନ୍ତି, କିନ୍ତୁ ତାହା କଂଗ୍ରେସ କଲା ନାହିଁ। ଏଥିରୁ ଯାହା ଅନୁମାନ କରାଯାଉଛି, ବିଜେଡ଼ିକୁ ଜିତେଇବା ପାଇଁ ଭିତିରିଆ କିଛି ଗୋଟିଏ ଯୋଜନା କେହି କରିଛି। ଆମେମାନେ ଭାବୁଥିଲେ, ଲୋକମାନେ ଭାବୁଥିଲେ ପୂର୍ବତନ ସାଂସଦ ଶ୍ରୀକାନ୍ତ ଜଣା ଜଣେ ବିଚକ୍ଷଣ ଲୋକ ଏବଂ ରାଜନୀତି କ୍ଷେତ୍ରରେ ତାଙ୍କର ଦବଦବା ଭଲ ଅଛି। ସେ କିଛି ଭୁଲ ପଦକ୍ଷେପ ନେବେ ନାହିଁ। ମାତ୍ର ଏଥିରୁ ଯାହା ପ୍ରତୀତ ହେଉଛି, ତାଙ୍କର ଆଉ ସେ ପତିଆରା ମଧ୍ୟ ନାହିଁ।